शुभ सकाळ पिलाମାନେ ତମମାନଙ୍କ ପାଇଁ ନେଇ ଆସିଛି ଏକ ସୁନ୍ଦର ଭିଡ଼ିଓ। ଏହି ଭିଡ଼ିଓରେ ଆମେ ଜାଣିବା ତମ ଜୀବନର ଏକ ସୁନ୍ଦର ଅନୁଭୂତି ବିଷୟରେ ଏବଂ ସେ ଅନୁଭୂତିଟି ତମମାନଙ୍କୁ ଆଗାମୀ ଜୀବନରେ ସଫଳତା ଦେବାରେ ସାହାଯ୍ୟ କରିବ ଏବଂ ସେ ଅନୁଭୂତିଟି ତମମାନେ ପାଉଛ ତମ ପରିବାରରେ, ତମ ପାଖ ପରିବେଶରେ। ଏହି ଜାଗାରେ କିଛିଟା ଚିତ୍ର ରହିଛି ତମମାନଙ୍କ ସାମ୍ନାରେ। କିଛି ଚିତ୍ର ହୁଏତ ତମମାନଙ୍କୁ ଭଲ ଲାଗିପାରେ, ଆଉ କିଛି ଚିତ୍ର ତମମାନେ କହିବ ନା ସାର୍ କିଛି ଭଲ ଲାଗୁନି। ହେଲେ କେଉଁ ଚିତ୍ରଟି ତମକୁ ଭଲ ଲାଗୁଛି ଆଉ କେଉଁଟି ଚିତ୍ରଟି ଭଲ ଲାଗୁନି, ଆସ ଟିକେ ବୁଝିବା। এই ଜାଗାରେ ତମେ ଦେଖ, ତମ ଚିତ୍ରର ବାଁ ପଟେ କିଛି ପିଲା ଝଗଡ଼ା କରୁଛନ୍ତି, ଆଉ କିଛି ମହିଳା ଧାଡ଼ିରେ ପାଣି ଆଣିବାରେ ବ୍ୟସ୍ତ ଅଛନ୍ତି। ଏଇଥିରେ ଦୁଇ ପ୍ରକାର ଚିତ୍ର ଦେଖିଲେ, ଗୋଟେ ଜାଗାରେ ତମକୁ ଭଲ ଲାଗିଲା ଆଉ ଗୋଟେ ଜାଗାଟା ଖରାପ ଲାଗିଲା। ସେମିତି ତମର ଡାହାଣ ପଟେ ମଧ୍ୟ ସେମିତି କିଛି ଚିତ୍ର ଅଛି, ଯେଉଁଥିରେ ଭଗବାନଙ୍କର ଉପାସନା ଚାଲିଛି। ସମସ୍ତେ ଧାଡ଼ିରେ ବସିଛନ୍ତି, ଶାନ୍ତି ଶୃଙ୍ଖଳାର ସହିତ ଭୋଜନ କରୁଛନ୍ତି, କିନ୍ତୁ ପାଣି ଯେତେବେଳେ ସେମାନେ ନେଉଛନ୍ତି ତାଙ୍କ ମଧ୍ୟରେ ବାଡ଼ିଆ ପିଟା ଲାଗିଛି। ଏଇଥିରେ ଆମେ ଜାଣିଲେ ଜୀବନରେ ଦୁଇ ପ୍ରକାର ଜିନିଷ ଚାଲିଛି, ଗୋଟିଏଟି ଶୃଙ୍ଖଳିତ ଭାବରେ, ଅନ୍ୟଟି ବିଶୃଙ୍ଖଳିତ ଭାବରେ। ତମମାନେ କହ ପିଲେ, ତମେ ଶୃଙ୍ଖଳିତ ଜୀବନ ଚାହୁଁଛ ନା ବିଶୃଙ୍ଖଳିତ ଜୀବନ ଚାହୁଁଛ? ହଁ, ନିଶ୍ଚିତ ଭାବରେ ପିଲେ ସମସ୍ତେ ଶୃଙ୍ଖଳିତ ଜୀବନ ହିଁ ଚାହାନ୍ତି। ଆଜି ଆମେ ଆଲୋଚନା କରିବା ତମର ତୃତୀୟ ଶ୍ରେଣୀର ଜଣା ବିଷୟର ଘରେ, ବାହାରେ, ରାସ୍ତାରେ ଶୃଙ୍ଖଳିତ ବ୍ୟବହାର ଓ ବିଶୃଙ୍ଖଳିତ ବ୍ୟବହାର ବିଷୟରେ। ଦେଖ ପିଲେ, ଏହି ବିଷୟଟିକୁ ପଢ଼ି ସାରିଲା ପରେ ତମମାନେ କ'ଣ ଶିଖିବ? ଶୃଙ୍ଖଳିତ ବ୍ୟବହାର କ'ଣ ଓ ବିଶୃଙ୍ଖଳିତ ବ୍ୟବହାର କ'ଣ, ଏବଂ ତାହାକୁ ତମ ଜୀବନରେ ବ୍ୟବହାର କରିବ ଆଗାମୀ ଭବିଷ୍ୟତରେ। ଆରମ୍ଭ କରିବା। ଦେଖ, ଏଇଠି ତମମାନଙ୍କ ପାଇଁ କିଛି ଚିତ୍ର ମୁଁ ଉପସ୍ଥାପନା କରୁଛି। ତମ ବାଁ ପଟେ ଗୋଟେ ଚିତ୍ର ରହିଲା, ଡାହାଣ ପଟେ ଗୋଟେ ଚିତ୍ର ରହିଲା। এই ଚିତ୍ରଟି କେଉଁ ଜାଗାରେ କହିପାରିବ ନା ତମମାନେ? ହଁ, ଭେରି ଗୁଡ୍। এইটা ହେଉଛି ଡାକ୍ତରଖାନାର ଚିତ୍ର। ପ୍ରଥମ ଚିତ୍ରରେ ଆମେ ଦେଖୁଛେ ପିଲେ, ରୋଗୀମାନେ ଧାଡ଼ିରେ ଠିଆ ହୋଇଛନ୍ତି ଓ ଡାକ୍ତର ବାବୁ ଜଣକ ପରେ ଜଣେ ରୋଗୀଙ୍କୁ ଦେଖୁଛନ୍ତି। ସେହିପରି ଡାହାଣ ପଟର ଚିତ୍ରରେ ଆମେ ଦେଖୁଛେ ଡାକ୍ତର ବାବୁଙ୍କୁ ଘେରି ରହିଛନ୍ତି ଅନେକ ରୋଗୀ। କେହି ବି ଧାଡ଼ିରେ ଠିଆ ହୋଇନାହାନ୍ତି, ସମସ୍ତେ ଏପଟ ସେପଟ ବୁଲୁଛନ୍ତି ଏବଂ ଠିଆ ହୋଇଛନ୍ତି। ଏହି ଜାଗାରେ ଡାକ୍ତର ବାବୁ କେଉଁ ରୋଗୀକୁ ଦେଖିବେ ତାହା ମଧ୍ୟ ସେ ଜାଣିପାରୁନାହାନ୍ତି। ତାପରେ ଯିବା ପିଲେ ଆଉ ଗୋଟେ ଚିତ୍ରକୁ। ଏହି ଜାଗାରେ ଦେଖ, ଏହି ଚିତ୍ରରେ ଆମେ ଦେଖୁଛେ ଲୋକମାନେ ବସ୍ରେ ଚଢ଼ିବାରେ ବ୍ୟସ୍ତ, କିନ୍ତୁ ବସ୍ରେ ଚଢ଼ିବାରେ ତାଙ୍କର କୌଣସି ଶୃଙ୍ଖଳା ନାହିଁ। କେହି ଧାଡ଼ିରେ ନାହାନ୍ତି, ସମସ୍ତେ ଏପଟେ ସେପଟେ ଧାଇଁକି ଚଢ଼ୁଛନ୍ତି। କିନ୍ତୁ ଏହି ଚିତ୍ରରେ ଆମେ ଦେଖୁଛେ ସମସ୍ତେ ଧାଡ଼ିରେ ଠିଆ ହୋଇଛନ୍ତି ଏବଂ ବସ୍ରେ ସୁନ୍ଦର ଭାବରେ ଚଢ଼ୁଛନ୍ତି। ଏହି ଚାରୋଟି ଚିତ୍ର ମଧ୍ୟରେ ପିଲେ ତମମାନଙ୍କର କେଉଁ କେଉଁ ଚିତ୍ର ପସନ୍ଦ ଟିକେ କହିଲ? ହଁ, ଭେରି ଗୁଡ୍। ପ୍ରଥମ ଧାଡ଼ିରେ ରହିଥିବା ଚିତ୍ର ମଧ୍ୟରେ ତମର ବାମ ପଟରେ ଥିବା ଚିତ୍ର ତମମାନେ ପସନ୍ଦ କରୁଛ, ଯେଉଁଟାକି ଧାଡ଼ିରେ ଠିଆ ହୋଇଥିବା ଚିତ୍ର, ଏବଂ ତଳ ଧାଡ଼ିରେ ଥିବା ଚିତ୍ର ମଧ୍ୟରେ ତମମାନେ ଡାହାଣ ପଟ ଥିବା ଚିତ୍ରକୁ ପସନ୍ଦ କରୁଛ। ବହୁତ ସୁନ୍ଦର। ଏମିତି ହିଁ ତମେ ତମ ଜୀବନରେ ଶୃଙ୍ଖଳାକୁ ଆଣିପାରିବ। ଠିକ୍ ଅଛି ନା ପିଲେ? ଏଇଥିରୁ ଜାଣିପାରିଲ, ଶୃଙ୍ଖଳା ଯଦି ଜୀବନରେ ରହିବ, ନିହାତି ଭାବରେ ତମର ଆଗାମୀ ଭବିଷ୍ୟତରେ ତମେ ସଫଳତାର ଶୀର୍ଷରେ ପହଞ୍ଚି ପାରିବ। ଆସ ଆମେ ଦେଖିବା ଏହି ଚାରୋଟି ଚିତ୍ର ମଧ୍ୟରୁ ତମେ କେଉଁ କେଉଁ ଚିତ୍ରଟିକୁ ପସନ୍ଦ କରୁଛ। ପ୍ରଥମେ କହିସାରିଲ, ଏବେ ଆଉ ଥରେ କୁହ, ଏହି ଚାରୋଟି ଚିତ୍ରରୁ ତମକୁ କେଉଁ କେଉଁ ଚିତ୍ର ପସନ୍ଦ? ଭେରି ଗୁଡ୍ ପିଲେ, ପ୍ରଥମ ଧାଡ଼ିରେ ତମେ ପ୍ରଥମ ଚିତ୍ରକୁ ପସନ୍ଦ କରୁଛ, ଯେଉଁଥିରେ ମହିଳାମାନେ ଧାଡ଼ିରେ ଠିଆ ହୋଇ ପାଣି ନେଉଛନ୍ତି, ଏବଂ ଦ୍ୱିତୀୟ ଧାଡ଼ିରେ ତମେ ଡାହାଣ ପଟର ଚିତ୍ରକୁ ପସନ୍ଦ କରୁଛ, ଯେଉଁଥିରେ ପିଲାମାନେ ଧାଡ଼ିରେ ଠିଆ ହୋଇ ଖାଦ୍ୟ ନେଉଛନ୍ତି। ସାବାସ୍। ତାପରେ ଯିବା ପିଲେ ତମମାନଙ୍କ ପାଇଁ କିଛିଟା ପ୍ରଶ୍ନ।
ଏହି ପ୍ରଶ୍ନରେ ପିଲେ ମୁଁ ତମମାନଙ୍କୁ ଦେଖେଇବି କିଛିଟା ଚିତ୍ର, ଯେଉଁ ଚିତ୍ରରେ ତମମାନେ କହିବ କେଉଁଟା ଠିକ୍ ଏବଂ କେଉଁଟା ଭୁଲ। ଠିକ୍ ଅଛି? ଆଚ୍ଛା, ମୋତେ କହିଲ ଘରକୁ ଆସୁଥିବା ଅତିଥିଙ୍କୁ ପ୍ରଣାମ କରିବା ଠିକ୍ ନା ଭୁଲ? ସାବାସ୍, ଠିକ୍ ପିଲେ। ଘରକୁ କିଏ ବି ନୂଆ ଅତିଥି ଆସନ୍ତି, ଆମେ ସମସ୍ତଙ୍କୁ ନମସ୍କାର କରିବା, ପ୍ରଣାମ କରିବା, ସମ୍ମାନ ଜଣେଇବା। ତାପରେ ପିଲେ ଠିକ୍ ସମୟରେ ସ୍କୁଲ ଯିବା, ଏଇ କଥାଟି ଠିକ୍ ନା ଭୁଲ? ନିହାତି ଭାବରେ ଠିକ୍ ପିଲେ, କାହିଁକି ନା ଯାହାର ସମୟର ଜ୍ଞାନ ଥାଏ ସେ ନିହାତି ଭାବରେ ସଫଳତା ପାଇପାରେ। ତାପରେ ଆମେ ଯିବା ପିଲେ ପିତାମାତାଙ୍କ କଥା ମାନି ଚଳିବା, ଏଇଟା ଠିକ୍ କଥା ନା ଭୁଲ କଥା କହିଲ? ନିଶ୍ଚିତ ଭାବରେ ପିଲେ ଏଇଟା ବହୁତ ଭଲ କଥା। ଯିଏ ମାତା ପିତାଙ୍କର କଥା ମାନି ଚଲନ୍ତି ସେ ନିଶ୍ଚିତ ଭାବରେ ଖୁସିରେ ରହନ୍ତି। ତାପରେ ଦେଖ, ହାତ ଧୋଇବା ବେଳେ ଜଣ ଜଣ କରି ହାତ ଧୋଇବା ଠିକ୍ ନା ଭୁଲ? ଠିକ୍ କଥା ଏଇଟା ବି, କାହିଁକି ନା ଆମେ ଯଦି ଧାଡ଼ିରେ ହାତ ନ ଧୋଇବା ତାହେଲେ ଠେଲାପେଲା ହେବାର ସମ୍ଭାବନା ଅଛି ଏବଂ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଅଛି। ବୁଝିପାରିଲ ନା? ଦେଖ, ଏବେ ଆଉ କିଛି ପ୍ରଶ୍ନ ରହିଲା। ବହିପତ୍ର ଏଣେ ତେଣେ ଫୋପାଡ଼ିବା, ଏଇଟା ଠିକ୍ ନା ଭୁଲ କହିଲ? ଏଇଟା ଭୁଲ କଥା, କାହିଁକି ନା ସାଇତି ରଖିବା, ସଜାଇ ରଖିବା ଫଳରେ କ'ଣ ହବ ନା ଆମ ଯେଉଁ ଜିନିଷ ସବୁ ଆମେ ଯେଉଁଠି ରଖୁଛୁ ଆମେ ସହଜରେ ପାଇପାରିବା। ଠିକ୍ ଅଛି ନା? ଏବେ ଦେଖ, ଶ୍ରେଣୀ ଶିକ୍ଷକ ପଢ଼ାଉଥିବା ବେଳେ ଗପ କରିବା, ଏଇ କଥାଟି କ'ଣ ସତ, ଠିକ୍ ନା ଭୁଲ? ମୋତେ କହିଲ, ଯଦି ତମକୁ ଶିକ୍ଷକ ପଢ଼ାଉଥିବେ ଶ୍ରେଣୀରେ, ତମେ ଯଦି ଗପ କରିବ ତମମାନେ କ'ଣ ବୁଝିପାରିବ ସେଥିରେ? ବୁଝିପାରିବନି ନା? ହଁ, ତ ଶ୍ରେଣୀ ଶିକ୍ଷକ ପଢ଼ାଉଥିବା ବେଳେ ଗପ କରିବା ହେଉଛି ଭୁଲ। ଭୋଜିରେ ଠେଲାପେଲା କରି ଖାଇବାକୁ ଚେଷ୍ଟା କରିବା, ଏଇଟା ଠିକ୍ ନା ଭୁଲ କହିଲ? ଏଇଟା ବି ଗୋଟେ ଭୁଲ ବ୍ୟବହାର ପିଲେ, କାହିଁକି ନା ଠେଲାପେଲା କରିବା ଦ୍ୱାରା ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥାଏ। ଠିକ୍ ଅଛି, ବର୍ତ୍ତମାନ ମୁଁ ତମ ପାଇଁ କିଛି ପ୍ରଶ୍ନ ତିଆରି କରିଛି, ଦେଖିନିଅ। ପ୍ରଶ୍ନଟିର ନିୟମଟି ହେଲା, ଧାଡ଼ିରେ ରହିବା ନିୟମଟି କେଉଁଠାରେ ଉପଯୋଗୀ ସେଠିରେ ଠିକ୍ ଚିହ୍ନ ଦିଅ। ଦେଖ ପିଲେ, ପ୍ରାର୍ଥନା ସ୍ଥଳରେ ତମେ କ'ଣ କରିବ? ଧାଡ଼ିରେ ଠିଆ ହବ ନା ନାହିଁ? ୟେସ୍, ତମମାନେ ପ୍ରାର୍ଥନା ସ୍ଥଳରେ ଧାଡ଼ିରେ ଠିଆ ହବ, ତେଣୁକରି ଏଇ ଜାଗାରେ ଆମେ ଠିକ୍ ଚିହ୍ନ ଦେବା। ଖେଳ ପଡ଼ିଆରେ ଖେଳିବା ବେଳେ କ'ଣ କରିବା? ଧାଡ଼ିରେ ଠିଆ ହେବା କି? ତମେ କହିବ ସାର୍ କ୍ରିକେଟ ଖେଳ ସମୟରେ ତ ଧାଡ଼ିରେ ଠିଆ ହେଲେ ଚଳିବନି ନା? ହଁ, ଖେଳ ପଡ଼ିଆରେ ଆମକୁ ଏପଟେ ସେପଟେ ହେବାକୁ ପଡ଼ିବ, କିନ୍ତୁ ଏଥିରେ ମଧ୍ୟ ଖେଳରେ ଥିବା ଶୃଙ୍ଖଳାକୁ ନିୟମକୁ ମାନିକି ଆମକୁ ଖେଳିବାକୁ ପଡ଼ିବ। ଠିକ୍ ଅଛି? ଏବେ ଯିବା ପିଲେ, ବ୍ୟାଙ୍କରୁ ଟଙ୍କା ଉଠାଇବା ବେଳେ ଆମେ କ'ଣ କରିବା? ଏଇଥିରେ ଧାଡ଼ିରେ ଠିଆ ହେବା କି ନାହିଁ? ନିଶ୍ଚିନ୍ତ ଭାବରେ ଏଇ ଜାଗାରେ ଧାଡ଼ିରେ ଠିଆ ହେବା। ତାପରେ ପିଲେ, ମେଳାରେ ବୁଲିବା ବେଳେ ଆମେ ଧାଡ଼ିରେ ଚାଲିପାରିବା ନା? ଆମକୁ ଏପଟେ ସେପଟେ ଦେଖିବାକୁ ପଡ଼ିବ, କିନ୍ତୁ ଠେଲାପେଲା କରିବାନି, ସୁବିଧାରେ ଆମେ ବୁଲିବା ଏବଂ ଶୃଙ୍ଖଳାର ସହିତ ବୁଲିବା। ବଗିଚାରେ ଘାସ ବାଛିବା ବେଳେ ଆମେ କ'ଣ କରିବା? ଧାଡ଼ିରେ ଠିଆ ହୋଇକି ଆମେ କରିପାରିବା ଏଇ କାମଟି? ଯଦି ସମସ୍ତ ପିଲାମାନଙ୍କୁ ଏକାବେଳକୁ ନିଆହେଇଥିବ ତାହେଲେ ନିହାତି ଭାବରେ ଆମେ ଏକ ଧାଡ଼ି ତିଆରି କରିକି ଆମେ ଘାସ ବାଛି ପାରିବା। ଠିକ୍ ଅଛି ପିଲେ, ଏଇଟା ଥିଲା ତମମାନଙ୍କର ଶୃଙ୍ଖଳିତ ବ୍ୟବହାର ଓ ବିଶୃଙ୍ଖଳିତ ବ୍ୟବହାର ଉପରେ। ଆଶା କରୁଛି ତମମାନେ ବିଷୟଟିକୁ ଭଲ ଭାବରେ ବୁଝିପାରିଥିବ। ଯଦି ବିଷୟଟିକୁ ଭଲରେ ବୁଝିପାରିଛ ପିଲେ, ଆଗାମୀ ଭବିଷ୍ୟତରେ ନିଜ ଜୀବନରେ ଶୃଙ୍ଖଳିତ ବ୍ୟବହାରକୁ ବ୍ୟବହାରରେ ଆଣିବ। ଧନ୍ୟବାଦ। ଏବେ ଆମେ ଦେଖିବା ଆମେ କ'ଣ ଶିଖିଲୁ। ଦେଖ ପିଲେ, ସୁବିଧାରେ କରଜ ହାସଲ ପାଇଁ ଆମେ କିଛି ନିୟମ ମାନିଥାଉ, ଯେଉଁ ନିୟମଟି ଆମ ଜୀବନରେ ମାନିବା ନିହାତି ଜରୁରୀ। ବିନା ନିୟମରେ କୌଣସି ଜିନିଷ ଶିଖି ହୁଏ ନାହିଁ କିମ୍ବା ହାସଲ କରି ହୁଏ ନାହିଁ। ଠିକ୍ ଅଛି ନା ପିଲେ? ତାପରେ ଦେଖ, ଏହି ନିୟମ ମାନି ଚଳିଲେ ଆମ କାମ ସହଜ ଓ ସୁବିଧାରେ ହୋଇଥାଏ, ଆମର ବ୍ୟବହାର ମଧ୍ୟ ଶୃଙ୍ଖଳିତ ହୋଇଥାଏ ଏବଂ ଅନ୍ୟକୁ ଅସୁବିଧାରେ ନ ପକାଇ ଆମେ ସବୁ କାମ ଶାନ୍ତି ଶୃଙ୍ଖଳାରେ କରିପାରିବା, ଯାହା ଆମକୁ ବି ସଫଳତା ଦେବ ଏବଂ ଅନ୍ୟମାନଙ୍କୁ କୌଣସି ଅସୁବିଧାରେ ମଧ୍ୟ ପକାଇବ ନାହିଁ। ଏଇଟା ଥିଲା ପିଲେ ତମମାନଙ୍କର ଶ୍ରେଣୀର ଆଲୋଚନା। ଆଶା କରୁଛି ତମମାନେ ସବୁ ବୁଝିପାରିଥିବ। ଧନ୍ୟବାଦ।